ଆଜ୍ଞା ଗତ 10 ତାରିଖରେ ଆମର ଭାରତର ଯଶସ୍वी ପ୍ରଧାନମନ୍ତ୍ରୀ ଯେଉଁ କେତୋଟି ଆହ୍ୱାନ ଦେଇଛନ୍ତି ଶକ୍ତି ସଂକଟ ଉପରେ ଆମେ କ'ଣ ପାଇଁ ସ୍ୱଦେଶୀ ଜାଗରଣ ମଞ୍ଚ କ'ଣ ପାଇଁ ଏ ବିଷୟକୁ ବେଶୀ ଉତ୍ସାହର ସହିତ ନେଇଛି କ'ଣ ପାଇଁ ଆଗ୍ରହ ପ୍ରକାଶ କରୁଛି ତାର କାରଣ ହେଉଛି ଯାହା ବି ବିଷୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ଏଇଟା ହେଉଛି ସ୍ୱଦେଶୀ ଜାଗରଣ ମଞ୍ଚର ବିଷୟ ଯେଉଁଟାକି ସ୍ୱଦେଶୀ ଜାଗରଣ ମଞ୍ଚ ବିଗତ ବର୍ଷ ମାନେ 1991 ମସିହାରୁ ଯେଉଁ ବିଷୟ ରଖି ଆସିଛି ସେହି ବିଷୟ ଗୁଡ଼ିକ ପ୍ରଧାନମନ୍ତ୍ରୀ ରଖିଛନ୍ତି। ଯେମିତି ଆପଣଙ୍କର ଯେଉଁ ଉପଭୋକ୍ତାବାଦ ଆମେ ସବୁବେଳେ ଉପଭୋକ୍ତାବାଦର ବିରୋଧରେ ରହି ଆସିଛୁ ଆମେ ସମସ୍ତଙ୍କୁ ସବୁବେଳେ କହି ଆସିଛୁ ଆମେ ଉପଭୋଗ ଯେତେ କମ୍ ଉପଭୋଗ କରିବା ମାନସିକତା ରଖିବା ସେଇ କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଅଯଥା ଖର୍ଚ୍ଚ କରିବା ନାହିଁ ଆମେ ଆତ୍ମନିର୍ଭର ହେବା ଆମେ ଆମର ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଯେତେବେଳେ କୌଣସି ସମସ୍ୟା ଆସେ ସେତେବେଳେ ଗୋଟେ ସମାଧାନର ବାଟ ଆସେ ଯେମିତି କରୋନା ସମୟରେ ସମସ୍ୟା ଆସିଲା ଆମକୁ ଟିକା ଦେଲେ ନାହିଁ ଟିକା ଅଧିକା ପଇସା ଦେବ ବୋଲି ଯେତେବେଳେ ଆମ ସାଙ୍ଗରେ ବାହାନା କଲେ ଆମେ ଟିକା ତିଆରି କଲୁ ଆମେ ନିଜେ ବ୍ୟବହାର କଲୁ ଆମେ ଟିକା ଆମର ଯେଉଁ ଆବଶ୍ୟକତା ଥିଲା ପୂରଣ କଲୁ ଆହୁରି ପୃଥିବୀର 80ଟା ଦେଶକୁ ଆମେ ଟିକା ପୁଣି ଦେଇ ତାକୁ ସାହାଯ୍ୟ କଲୁ। ଯେମିତି ଆମକୁ କମ୍ପ୍ୟୁଟର ମଦର କମ୍ପ୍ୟୁଟର ଦେବା ପାଇଁ ମନା କଲା ରଷିଆ ଯେତେବେଳେ ଆମକୁ ସେ ଆବଶ୍ୟକତା ଥିଲା ତେଣୁ ଆମେ ମଦର କମ୍ପ୍ୟୁଟର ବନେଇଲୁ। ଏମିତି ଯେତେବେଳେ ଏଇ ଗୋଟେ ବହୁତ ବଡ଼ ସୁଯୋଗ ଆସିଛି ଯେତେବେଳେ ପୃଥିବୀରେ ଯେଉଁ ଯୁଦ୍ଧ ବିଭୀଷିକା ଯୋଗୁଁ ଆମର ଏଇ ସୁଯୋଗଟାକୁ ଆମେ ହାତଛଡ଼ା କରିବାନି ଆମେ କେମିତି ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ଅଯଥା ଖର୍ଚ୍ଚ କରିବା ନାହିଁ ସୁନାଠୁ ଆରମ୍ଭ କରି ବୈଦେଶିକ ମୁଦ୍ରା ଭିତରେ ଅଧିକା ଖର୍ଚ୍ଚ ଔଷଧ କରିବା ନାହିଁ ଆଗାମୀ ଦିନ ପାଇଁ ଯେମିତି ଆମେ ବେଶୀ ବଡ଼ ସଙ୍କଟରେ ନ ପଡ଼ିବା ସେଥିପାଇଁ ଆମେ ସଦୁଗ ହେବା। ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଆମରି ବିଷୟ ଅଛି ସେଥିପାଇଁ ଆମେ ଏକ ପ୍ରତି ବେଶୀ ଆଗ୍ରହ ପ୍ରକାଶ କରୁଛୁ। ଧନ୍ୟବାଦ।